ବାପା ଭଜିରେ କି ଯୋଡ଼ ପିନ୍ଧିବା ପାଇଲ ମୋ ବାପା ଭଜିରେ କି ଯୋଡ଼ କଳା ପାରଲ ମୋ ବାପା ଭଜିଦେଲେ ପରେ ଭଜିରେ କି ଯୋଡ଼ ଏତେ ଦିନ ହେଲା ଆଇଲଣି ତମେ ଯେଉଁ ମଠକୁ ଯାଉଛ ବାବାଙ୍କ ଯାଉଛ ସେଠି ଯଦି କହୁଥିଲ ଇଏ ବି ସେଠି ବାବାଙ୍କ ପାଖରେ ପଡ଼ନି ଆଉ ସିଏ କାହିଁକି କେଉଁ ପୁରୁଷରୁ ଅଛି ନା ମାଆକୁ ଝିଅ ଜୁଆର ବାହାଘର ବେଳେ ଜୁଆର ହବନି ନା ବାହାଘର ପରେ ମାନେ ଝିଅ ବାହା ହେଇ ସାରିଲା ପରେ ଆଉ ମାଆକୁ ଜୁଆର ହବନି ଆସିକି ବାପ ଘରେ ଆମେ ତ ଜୁଆର କରୁଛୁ ତମେ ଜୁଆର ସେଇଟା କ'ଣ ପାଇଁ ଜୁଆର ହୁଅନ୍ତି ହବ ନା ଆମେ ସମସ୍ତେ ହେଇଯାଉଛୁ ଜୁଆର ଆଉ ଜୁଆର ହବୁ ନା ତମରି ଘରେ ମୁଁ ଦେଖୁଛି ଜୁଆର ହଉଛ ମାଆକୁ ଆଉ ଝିଅମାନେ ଜୁଆର ଜୁଆର ହନ୍ତିନି ଆମେ ଆଉ ଜୁଆର ହବୁ ନା ଆଉ ବାପାକୁ ଧରିକି କାନ୍ଦନା ତ କହିଲ ମାଆକୁ ଧରିକି ଇଏ ମାଆକୁ ହେଉଛି ମୋ ମା ଇଏ ମୋ ମାଆକୁ 88 ବର୍ଷ ହେଲାଣି ଆଉ ସିଏ ଏମିତି ଦୌଡ଼ୁଛି ଏତେ ଚାଲୁଛି ଯେ କେହି ବି ଚାଲିପାରିବେନି ତା ସାଙ୍ଗରେ ଆଜିକାଲି 30-40 ବର୍ଷ ବୟସରେ ହିଁ ବସି ଯାଉଛନ୍ତି ଚେୟାର ଖୋଜୁଛନ୍ତି ଘୁଷୁରି ହେଉଛନ୍ତି ତଳେ ବସି ପାରୁନାହାନ୍ତି କିନ୍ତୁ ଇଏ ନିଜେ ରୋଷେଇ ବି କରିପାରୁଛି ସବୁ କାମ କରିବା ସହିତ ଆଉ ଚାଲୁଛି ବି ବହୁତ ଆଉ ପୁରା ନିରୋଗ ଅଛି ତାର ଦେହରେ କୌଣସି ରୋଗ ନାହିଁ ତୁ କେଉଁ ଧର୍ମ ନେଇଛୁ ଅଲେଖ ମହିମାଙ୍କୁ ତୋର ଧରିଛୁ ନାଇଁ ଗୁରୁ ଆଉ ତାଙ୍କର ନୀତି ନିୟମ କରୁଛି ବୋଲି ତାର ନୀତି ନିୟମ କ'ଣ କରୁ ନୀତି ନିୟମ ପ୍ରଣାମୀ କରେ ପ୍ରାଣାୟାମ ସନ୍ଧ୍ୟା ସକାଳ ଶରଣ ଦର୍ଶନ ଆସନ ଭଜନ ଏଇଟା ଆଉ ରାତିରେ ଖାଏ ସିଏ ବି ଖାଏ ନାହିଁ ଆଉ ସକାଳୁ ଯେଉଁଠି ବି ଯାଉ କିନ୍ତୁ 4ଟା ରାତିରେ ଉଠିକି ତାର ଶରଣ କରେ ପ୍ରାଣାୟାମ କରେ ଶରଣ କରେ ତାର ପୂଜା ପାଠରେ ମାନେ ତାର ନିୟମଟାକୁ ଛାଡ଼େନି କେବେ ବି ଆଉ ସବୁ କ'ଣ ଆଉ ତମ ଯୁଗରେ ସବୁ କ'ଣ କେମିତି ଥିଲା ସବୁ କ'ଣ ଖାଉଥିଲ ସେଥିପାଇଁ ଆଜିକାଲି କ'ଣ ଯେଉଁ ଖାଦ୍ୟରେ ବିଷ ମିଶା ହେଉଛି ସେ ଖାଦ୍ୟ ଖାଇଲା ବେଳକୁ ଆମେ ସବୁ ବେମାରରେ ପଡ଼ିଯାଉଛୁ ଆଉ ତମେ ସବୁ ସେତେବେଳେ ମାନେ ବିନା ସାରରେ ଖାଇଥିଲ ତ ସେଥିପାଇଁ ତମେ ଏପର୍ଯ୍ୟନ୍ତ ସୁସ୍ଥ ଅଛ ତାର ସେତେବେଳେ କ'ଣ ସବୁ ଖାଇଥିଲ ସେତେବେଳେ ମୁଁ ଖାଇବାକୁ ପାଏ ଆଗ କାଳରେ ସବୁ ବହୁତ କାନ୍ଦଣା ଥିଲା ନା ଆମ ରୋଷେଇ ସରିଲା ପରେ ଯେଉଁ ଘର କୁଟୁମାରିଆ ଘର ସେମାନେ ସବୁ ମାନେ ସମସ୍ତଙ୍କୁ ରାନ୍ଧି ବାଢ଼ି ଖାଇବାକୁ ଦେଇ ସାରିଲା ପରେ ତାଙ୍କ ପାଇଁ ନଥାଏ ସିଏ ସେତେବେଳେ କ'ଣ କେମିତି ଖାଆନ୍ତି 4 ଜଣ 5 ଜଣ ଯାଆ ମାନେ ମିଶିଯାଆନ୍ତି ଯେଉଁ ଘର ପରିବାର କୁଟୁମ୍ବ କ'ଣ ପୁଡ଼ି ପାଡ଼ିକି ଗୋଟେ ନୁଚେଇକି ରଖିଥିବେ ସବୁ ଆଣିକିରି ଖାଇବେ ସେତେବେଳେ ତ ମାନେ ନିଜ ପାଇଁ ରଖନ୍ତିନି ନା ସେତେବେଳେ ମୁଁ ଦେଖିଛି କରମଙ୍ଗାକୁ ଚକୁଡ଼ିକି ଆଉ ଖଟା ଆମ୍ବୁଲକୁ ଚକୁଡ଼ିକି ଖାଇବେ ମାଛ ତରକାରୀ ମାଂସ ଝୋଳ ହେଇଥିବ ବି ସେମାନଙ୍କ ପାଇଁ ସମସ୍ତଙ୍କୁ ଦେଇ ସାରିଲା ପରେ ବି ଆଉ ଏମାନଙ୍କ ପାଇଁ 4 ଯା ଯେତେବେଳେ ଖାଇ ବସିବେ ନଥାଏ ଆଉ ସତ୍ୟା ସିଙ୍ଗିରି ବାଲି ସିଏ ଠିକ୍